ବାସ୍ ଆଉ ଗୋଟିଏ ବିଜୟ। ଟିମ୍ ଇଣ୍ଡିଆ ଲେଖିବ ନୂଆ ଇତିହାସ। କାହାର ହେବ ଶେଷ ମ୍ୟାଚ୍? ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଭାରତ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଦିନିକିଆ ସିରିଜ୍। ବର୍ତ୍ତମାନ ଦୁଇଟି ଦିନିକିଆ ଶେଷ ହୋଇଥିବା ବେଳେ ଶ୍ରୀଲଙ୍କା ଏଥିରେ ଆଗୁଆ ରହିଛି। କିନ୍ତୁ ଏବେ ବି ଶେଷ ମ୍ୟାଚ୍ ଜିତି ସିରିଜ୍ ବରାବର କରିପାରେ ଟିମ୍ ଇଣ୍ଡିଆ। ତେବେ ବୁଧବାର ହେବାକୁ ଥିବା ଶେଷ ଦିନିକିଆ ମ୍ୟାଚ୍ରେ ଭାରତ ଯଦି ବିଜୟ ହାସଲ କରେ ତେବେ ଏହି ସିରିଜ୍ ବରାବର ହୋଇପାରିବ। ଏହା ସହିତ ଏହି ବିଜୟ ଭାରତ ପାଇଁ ଏକ ବିଶାଳ ରେକର୍ଡ ସୃଷ୍ଟି କରିପାରେ। ଶ୍ରୀଲଙ୍କା ବିପକ୍ଷରେ ଏହି ଗୋଟିଏ ବିଜୟ ଭାରତକୁ ଏକ ମହାକୀର୍ତ୍ତିମାନ ସୃଷ୍ଟି କରିପାରିବ। ବର୍ତ୍ତମାନ ସୁଦ୍ଧା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଦିନିକିଆ କ୍ରିକେଟରେ 69ଟି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଏହା କୌଣସି ବିପକ୍ଷ ଦଳକୁ ପରାଜୟ କରିପାରେ ସବୁଠାରୁ ବଡ଼ ରେକର୍ଡ ହୋଇ ରହିଛି। ତେଣୁ ଯଦି ଚଳିତ ଦିନିକିଆ ସିରିଜ୍ ଶେଷ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ଏହା ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର 100ତମ ବିଜୟ ହେବ। ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଦଳ ଏକ ନିର୍ଦ୍ଦିଷ୍ଟ ଦଳକୁ 100 ଥର ପରାସ୍ତ କରିବାର ରେକର୍ଡ କରିପାରିବ। ତେବେ ପ୍ରଥମ ମ୍ୟାଚ୍ରେ ଏହି ରେକର୍ଡ ସୃଷ୍ଟି ହେବ ବୋଲି ଆଶା କରାଯାଉଥିବା ବେଳେ ଏହା ଡ୍ର ରହିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି। ତେଣୁ ଶେଷ ମ୍ୟାଚ୍ରେ ଭାରତ ଏହି ରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ତେବେ ଭାରତ ଏବଂ ଶ୍ରୀଲଙ୍କା ପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ 94 ଥର ପରାସ୍ତ କରିଛି। ଅର୍ଥାତ୍ ଅଷ୍ଟ୍ରେଲିଆ ମଧ୍ୟ ନ୍ୟୁଜିଲାଣ୍ଡ ଉପରେ 100ତମ ବିଜୟ ହାସଲ କରିବାର ଖୁବ୍ ନିକଟତର ରହିଛି। ଏହାପରେ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି। ପାକିସ୍ତାନ ଦଳ ମଧ୍ୟ ଶ୍ରୀଲଙ୍କାକୁ ଦିନିକିଆ ମ୍ୟାଚ୍ରେ 93 ଥର ହରାଇ ସାରିଛି। ସେହିପରି ଅଷ୍ଟ୍ରେଲିଆ ଇଂଲଣ୍ଡକୁ 88ଟି ଦିନିକିଆରେ ପରାସ୍ତ କରିଥିବା ବେଳେ ଟିମ୍ ଇଣ୍ଡିଆ 84 ଥର ପରାସ୍ତ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆ। ଟିମ୍ ଇଣ୍ଡିଆ ଉପରେ କେବଳ ଅଷ୍ଟ୍ରେଲିଆ ସର୍ବାଧିକ 84 ବିଜୟ ହାସଲ କରିପାରିଛି। ତେବେ ଦର୍ଶକ ବନ୍ଧୁ, ଇଣ୍ଡିଆ ଜିତିବ କି ତୃତୀୟ ମ୍ୟାଚ୍? ଆପଣଙ୍କ ରାୟ କ'ଣ ରହିବ ତାହା କମେଣ୍ଟରେ ଲେଖି ଜଣାଇବେ ଏବଂ ଚ୍ୟାନେଲଟିକୁ ଯଦି ପ୍ରଥମ ଥର ଆସିଥିବେ ତେବେ ସବସ୍କ୍ରାଇବ୍ କରିବେ, ଯାହାଦ୍ୱାରା ଏପରି ଲାଟେଷ୍ଟ ଖବର ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିପାରିବେ। ବ୍ୟୁରୋ ରିପୋର୍ଟ ଏମ୍ କେ ଓଡ଼ିଶା ଟିଭି।